ଆଜି ମୋ ପୁଅର ଦ୍ୱିତୀୟ ବିବାହ ଥିଲା। ତାର ପ୍ରଥମ ବିବାହର କ'ଣ ହୋଇଥିଲା ମୁଁ ତାହା ଭୁଲିଯିବା ଚାହୁଁଥିଲି କାରଣ ଏହା ଏକ ଅତି ଅଦ୍ଭୁତ ଘଟଣା ଥିଲା। କିନ୍ତୁ ଆଜି ତାର ଦ୍ୱିତୀୟ ବିବାହ ଥିଲା। ମୋର ବିଶ୍ୱାସ ଥିଲା ଯେ ସେ ମୋ ପୁଅର ଖ୍ୟାଲ ଜରୁର ରଖିବ। ମୋ ପୁଅ ବହୁତ କାମ କରୁଥିଲା, ଭଲ ଏବଂ ବହୁତ ସୁନ୍ଦର ଥିଲା। ସେ ଧନୀ ପରିବାରର ଏକମାତ୍ର ସନ୍ତାନ ଥିଲା। ସମସ୍ତେ ତାକୁ ଭଲ ପାଉଥିଲେ। ତେଣୁ କେହି ଏହି କଥା ଅଦ୍ଭୁତ ଭାବୁନଥିଲେ ଯେ ତାର ଦ୍ୱିତୀୟ ବିବାହ ଏତେ ଶୀଘ୍ର ହେଉଛି। କିନ୍ତୁ ମୋର ହୃଦୟ ଧକ ଧକ କରୁଥିଲା। ରାତି ଯେମିତି ନିକଟ ଆସୁଥିଲା, ମୋର ହୃଦୟ ମଧ୍ୟ ସେହିପରି ତୀବ୍ର ଭାବରେ ଧଡ଼କୁଥିଲା ଏବଂ ମୁଁ ଚିନ୍ତିତ ହେଉଥିଲି। ମୋ ଝିଅକୁ ମଧ୍ୟ ଏହି କଥାର ଜ୍ଞାନ ଥିଲା ଏବଂ ସେଇ ମଧ୍ୟ ମୋ ପରି ଚିନ୍ତିତ ଥିଲା। ସେ କହିଲା, ଯଦି ଆଜି ମଧ୍ୟ ଏହିପରି ହେଲା, ତାହେଲେ ପୁଣି କ'ଣ ହେବ? ମୁଁ କହିଲି, ତୁମ ମୁହଁରୁ କିଛି ଭଲ କଥା ବାହାର କର। ମୁଁ ପୂର୍ବରୁ ହିଁ ଚିନ୍ତିତ। ଏବେ ତ ସମସ୍ତ ଅତିଥି ମଧ୍ୟ ଆସିଗଲେଣି। ପୂର୍ବଥର ଦେଶରେ ଥିବାରୁ ଆମେ ଏତେ ଲୋକଙ୍କୁ ନିମନ୍ତ୍ରଣ କରିପାରିନଥିଲୁ, କିନ୍ତୁ ଏହି ବିବାହରେ ସମସ୍ତ ସମ୍ପର୍କୀୟ ବହୁତ ଉତ୍ସାହ ସହିତ ଆସିଥିଲେ। ତେଣୁ ବିବାହର ବଡ଼ କଥା ଅଧିକ ଲୋକ ଜାଣୁନଥିଲେ ଏବଂ ସେମାନେ ଏହା ମଧ୍ୟ ଜାଣୁନଥିଲେ ଯେ ଏପରି କ'ଣ ହେଲା, ଯାହା ଫଳରେ ତାଙ୍କୁ ପୁଣି ବିବାହ କରିବାକୁ ପଡ଼ିଲା। ମୋ ପୁଅ ମଧ୍ୟ ଖୁସି ଥିଲା। କୌଣସି ସମସ୍ୟା ନଥିଲା, କାରଣ ତାର ପତ୍ନୀ ପ୍ରଥମ ପତ୍ନୀ ଅପେକ୍ଷା ଅଧିକ ସୁନ୍ଦର ଏବଂ ବୟସରେ ଛୋଟ ଥିଲା। ତେଣୁ ତାର ଖୁସି ହେବା ଉଚିତ ଥିଲା। ଶୀତ ଋତୁ ଥିଲା। ଅଧିକାଂଶ ଅତିଥି ଘରେ ରହିଥିଲେ। ସମାରୋହ ବାହାରେ ଚାଲିଥିଲା। ନାଚ ଗାନ ଚାଲୁଥିଲା। ଲୋକେ ନିଜ ନିଜ ଭିତରେ ହସି ମଜା କରୁଥିଲେ। ମୁଁ ମୋର ଜେଠାଣୀଙ୍କୁ କହିଲି, ବୋହୂ ଅନ୍ୟ ସହରରୁ ଆସିଛି, ବହୁତ ଥକି ଯାଇଥିବ। ମୋତେ ଲାଗୁଛି ତାକୁ ବରର କୋଠରୀକୁ ନ ପଠାଇବା ଉଚିତ। ମୋର ଜେଠାଣୀ କହିଲେ, ତୁମକୁ କ'ଣ ହେଲାଣି? ଏମାନଙ୍କର ଏବେ ଏବେ ବିବାହ ହୋଇଛି ଏବଂ ତୁମେ ଚାହୁଁଛ ଯେ ସେମାନଙ୍କର ରାତି ଆଉ ଖରାପ ହୋଇଯାଉ। ମାନୁଛି ବିବାହରେ ଶରୀର ଦୁର୍ବଳ ହୋଇଯାଏ, କିନ୍ତୁ ନୂଆ ଖୁନ୍ ଅଛି। କଫି ସୁପ ପିଇଦେଲେ ଫ୍ରେଶ୍ ହୋଇଯିବେ ଏବଂ ପୁଣି ସକାଳେ ରିସେପ୍ସନ୍ ମଧ୍ୟ ତ ଅଛି। ମୁଁ କହିଲି, ବହୁତ ଥକିଯିବ ବେଚାରୀ। ମୋର ଜେଠାଣୀ କହିଲେ, ଆଜିକାଲି କେହି ଏତେ ନ ଥକନ୍ତି। ଝିଅମାନେ ତ ନିଜ ବିବାହର ବହୁତ ସ୍ୱପ୍ନ ରଖନ୍ତି। ତାକୁ ତୁମ ପୁଅର କୋଠରୀକୁ ପଠାଇଦିଅ। ଏବେ ରାତି 9ଟା ବାଜିଗଲାଣି। ସକାଳେ ଉଠି ସଜେଇ ମଧ୍ୟ ତ ହେବାକୁ ପଡ଼ିବ। ମୋର ଜଣା ନାହିଁ ତୁମେ ଏତେ ସମୟ କାହିଁକି ଲଗାଉଛ। ସମସ୍ତେ ରସମରୁ ଆସି ସାରିଲେଣି। ପ୍ରତ୍ୟେକ ନାଚ ଗାନ କରି ଥକି ଯାଇଛନ୍ତି। ବେଚାରୀ ବୋହୂ ମଧ୍ୟ କୋଠରୀକୁ ଯିବାକୁ ଚାହୁଁଛି। ମୋର ଜେଠାଣୀ ତ ସବୁବେଳେ ବଡ଼ କଥା କାଢ଼ିବାରେ ମାହିର ଥିଲେ, ସବୁଠାରୁ ବଡ଼ ଥିଲେ। ତେଣୁ ମୁଁ ପରାମର୍ଶ କରିବାକୁ ଚାହୁଁଥିଲି, କିନ୍ତୁ ସେମାନେ ମୋତେ ହିଁ ନିଜ କଥା କହିଦେଲେ ଏବଂ ତାପରେ ସେ ନିଜେ ହିଁ କହିଲେ, ଏବେ ବୋହୂ କୋଠରୀକୁ ଯିବ। ବୋହୂକୁ କୋଠରୀକୁ ନିଆଗଲା। ବାକି ସମସ୍ତଙ୍କୁ କୋଠରୀରୁ ବାହାର କରି ମୁଁ ଟିକେ ଡରି ବୋହୂ ପାଖରେ ବସିଗଲି। ମୁଁ କହିଲି, ବେଟା, ତୁମେ ତୁମ ପରିବାରର ସବୁଠାରୁ ବଡ଼ ହେବ। ତୁମେ ବହୁତ ଧୈର୍ଯ୍ୟଶୀଳ ଝିଅ, ସେଥିପାଇଁ ମୁଁ ତୁମକୁ ପସନ୍ଦ କରି ଆଣିଥିଲି। ଦେଖ ଝିଅ, ଯେତେବେଳେ ବିବାହ ହୁଏ କିଛି ଜିନିଷ ଏପରି ହୁଏ ଯାହା ଆମକୁ ପସନ୍ଦ ଆସେ ନାହିଁ, କିନ୍ତୁ ମୋର ପସନ୍ଦକୁ ତୁମେ ଟିକେ ସମ୍ମାନ କରିବ। ସେ କହିଲା, ମୁଁ ବୁଝିପାରୁନି ଆପଣ କ'ଣ କହୁଛନ୍ତି। ମୁଁ କହିଲି, ଯଦି ମୋ ପୁଅ କିଛି ଉଲ୍ଟା ସିଧା କଥା କରେ, ତାହେଲେ ତାର କଥା ଉପରେ ଧ୍ୟାନ ଦେବ ନାହିଁ। କୋଠରୀର କଥା କୋଠରୀରେ ହିଁ ରଖିବ। ସକାଳେ ମୋତେ କହିଦେବ। ମୁଁ ତୁମର ସମସ୍ୟା ସୁଧାରିବାର ଚେଷ୍ଟା କରିବି। ମୋର କଥା ଶୁଣି ସେ ଟିକେ ଚିନ୍ତିତ ହୋଇଗଲା ଯେ ମୁଁ କେଶବ ବିଷୟରେ କଥା କରୁଛି। ସେ ଟିକେ ଚକିତ ହୋଇ କହିଲା, ଠିକ୍ ଅଛି, ମୁଁ ପୂରା ଚେଷ୍ଟା କରିବି। ଏବେ ଏହି ଘରର ଇଜ୍ଜତ ମଧ୍ୟ ମୋର ଇଜ୍ଜତ। ମୁଁ ବୋହୂର ହାତ ଥାପିଦେଇ ବାହାରି ଆସିଲି। ସମସ୍ତେ ନିଜ ନିଜ ରୁମ୍ରେ ଶୋଇବାକୁ ଚାଲିଗଲେଣି। ଘରେ ବହୁତ ନୀରବ ଥିଲା କାରଣ ସମସ୍ତେ ବହୁତ ଥକି ଯାଇଥିଲେ, ତେଣୁ ସମସ୍ତେ ଶୋଇସାରିଥିଲେ। ବେଶୀ ରାତି ସବୁବେଳେ ଶାନ୍ତ ହୁଏ, କିନ୍ତୁ ମୁଁ ଶୋଇପାରୁନଥିଲି। ବହୁତ ଡର ଲାଗୁଥିଲା। ଶେଷରେ ମୁଁ ଶୋଇବାକୁ ଚାଲିଗଲି, କିନ୍ତୁ ମୋର ଆଖିରେ ନିଦ ଆସୁନଥିଲା ଏବଂ ମୋର ଆଖି ବାରମ୍ବାର ଘଣ୍ଟା ଆଡ଼କୁ ଚାହୁଁଥିଲା। ଆଶା କରୁଥିଲି ସକାଳ ଶୀଘ୍ର ହୋଇଯାଉ, ତାହାହେଲେ ମୋର ସବୁ ଚିନ୍ତା ସରିଯାଉ। କିନ୍ତୁ 2:30 ବଜିବା ସହିତ ମୁଁ କିଛି ଜୋରଦାର ଚିତ୍କାର ଶୁଣିଲି ଏବଂ ତାପରେ ମୋର ଜଣା ପଡ଼ିଗଲା ଯେ ଏବେ କ'ଣ ହେବାକୁ ଯାଉଛି। ତାପରେ ବାରମ୍ବାର ଚିତ୍କାର ଆରମ୍ଭ ହୋଇଗଲା। ଏହା କଲର ଚିତ୍କାର ଆବାଜ ଥିଲା ଏବଂ ସେ ଝିଅ କିଏ ହୋଇଥିବ ମୁଁ ଭଲ ଭାବରେ ଜାଣିଥିଲି। ସମସ୍ତ ଅତିଥି ମଧ୍ୟ ଧୀରେ ଧୀରେ ଉଠିଲେ। ହଠାତ୍ ମୋ ପୁଅର କୋଠରୀର କବାଟ ଖୋଲିଲା ଏବଂ ମୋର ବୋହୂ ପାଗଳ ଭଳି ବାହାରକୁ ଭାଗିଲା। ତାକୁ ଜଣା ହୋଇନଥିଲା ଯେ ତା ପାଖରେ ଦୁପଟ୍ଟା ମଧ୍ୟ ନାହିଁ। ସେ ଘରୁ ବାହାରକୁ ଭାଗିଯିବାକୁ ଚାହୁଁଥିଲା, ଯେତେବେଳେ କିଛି ମହିଳା ତାକୁ ଧରିଲେ ଏବଂ କହିଲେ, ଝିଅ, କ'ଣ ହେଲା? ନିଜକୁ ସମ୍ଭାଳ। ସମସ୍ତେ ତାକୁ ସମ୍ଭାଳିବାକୁ ଲାଗିଲେ, କିନ୍ତୁ ସେ ବେହୋସ ହୋଇଗଲା। ଯେତେବେଳେ କେହି ବେହୋସ ହୁଏ, ତାକୁ ପାଣିର ଛିଟା ମରାଯାଏ, କିନ୍ତୁ ମୋର ବୋହୂ ପାଣିର ଛିଟା ମାରିବା ପରେ ମଧ୍ୟ ହୋସରେ ଆସୁନଥିଲା। ତାର ସାରା ଶରୀର ଥଣ୍ଡା ପଡ଼ିଗଲା। ତାକୁ ତୁରନ୍ତ ଡାକ୍ତରଖାନା ନିଆଗଲା।
ମୁଁ ତାକୁ ଡାକ୍ତରଖାନା ନେବାକୁ ଚାହୁଁନଥିଲି, କାରଣ ଫେରି ସେହି ତମାସା ହୋଇଯାଉଥିଲା, କିନ୍ତୁ ଆଉ କୌଣସି ଉପାୟ ନଥିଲା। ବେଚାରୀ ଝିଅ କୌଣସି ପ୍ରକାରେ ହୋସରେ ଆସୁନଥିଲା। ତାର ମା ବାପାଙ୍କୁ ମଧ୍ୟ ଡକାଗଲା, ସେମାନେ ମଧ୍ୟ ପରସ୍ପର କାନରେ କଥା କରିବା ଆରମ୍ଭ କରିଦେଲେ। ଜାଣିପାରୁନି ଆମ ଝିଅକୁ କଣ ହେଲା, ଜାଣିପାରୁନି ତା ସହିତ କିଭଳି ସଲୁକ କରାଯାଇଛି। ସେମାନେ ସମସ୍ତଙ୍କୁ ଓ ମୋତେ ଅଜବ ଦୃଷ୍ଟିରେ ଦେଖୁଥିଲେ। ପ୍ରଶ୍ନ ହିଁ ପ୍ରଶ୍ନ ଥିଲା ସବୁଆଡ଼େ। ମୁଁ ବେଚାରୀ ପରେଶାନ ହୋଇ ହସ୍ପିଟାଲରେ ବୁଲୁଥିଲି। ମୁଁ ଘରେ ଆସି ମୋ ପୁଅକୁ ପଚାରିବାକୁ ଚାହିଁଲି ଯେ ଏବେ ସେ କଣ କଲା, କିନ୍ତୁ ସେ କୋଠରୀରେ ନଥିଲା। ତାର ଫୋନ୍ ମଧ୍ୟ ବନ୍ଦ ଥିଲା। କୋଠରୀର ଅବସ୍ଥାରେ ବିଲକୁଲ ସାଧାରଣ ଥିଲା। କୌଣସି ଏପରି ହରକତ ନଥିଲା ଯେପରିକି କିଛି ଜିନିଷ ଭାଙ୍ଗିଥାଏ କିମ୍ବା ସେ ନିଜ ବୋହୂ ଉପରେ ହାତ ଉଠାଇଥାଏ। ଲୋକଙ୍କ ପ୍ରଶ୍ନରୁ ବଞ୍ଚିବା ପାଇଁ ବୋଧହୁଏ ମୋ ପୁଅ ଅରବିନ୍ଦ କୁଆଡ଼େ ଚାଲିଗଲା ଥିଲା। ଫିଲହାଲ ତ ମୋର ବହୁର ଫିକର ଥିଲା। ମୁଁ ଡାକ୍ତରଖାନା ଫେରିଆସିଲି। 2-3 ଘଣ୍ଟା ମଧ୍ୟରେ ଡାକ୍ତରଖାନା ବାଲାମାନେ ମୋର ବୋହୂକୁ ଛାଡ଼ିଦେଲେ। ମୋର ବୋହୂ ଆମ ଘରକୁ ଆସିବାକୁ ଚାହୁଁନଥିଲା। ସେ ବହୁତ ଅଧିକ ଘବରାଇ ହୋଇଥିଲା, କିନ୍ତୁ ତାର ମା ବାପା ତାକୁ ସମଝାଇଲେ, ତୁମର ଶ୍ୱଶୁରାଳ ହିଁ ଚାଲ, ନଚେତ୍ ଲୋକମାନଙ୍କୁ ମୁଁ କଣ ଉତ୍ତର ଦେବି? ଲୋକେ ନାନା ପ୍ରକାର କଥା କରିବେ। ମୁଁ ମଧ୍ୟ ମୋର ବୋହୂକୁ ସମଝାଇଲି, ବେଟା ସକାଳ ମୁହଁ ଦେଖା ରସମ ପୂରା ହୋଇଯାଉ, ଫେରି ତୁମ ମାର ଘର ଚାଲିଯିବ। ମୁଁ ତୁମକୁ ରଖିବି ନାହିଁ। ମୋର କଥା ଶୁଣି ମୋର ବୋହୂ କ୍ରୋଧରେ ଆସିଗଲା ଏବଂ କହିଲା, ଭାଡ଼ରେ ଗଲା ଆପଣଙ୍କ ରସମ, ମୁଁ ଆପଣଙ୍କ ଘରେ ଏକ ପଳ ପାଇଁ ମଧ୍ୟ ରହିବି ନାହିଁ। ମୁଁ ମୋ ଘରେ ଯାଉଛି ଏବଂ ମୋ ଘରେ ଯିବା ପାଇଁ କେହି ସମାଜର ରୋକିପାରିବ ନାହିଁ, କେହି କାନୁନ ମଧ୍ୟ ନୁହେଁ। ମୁଁ ଏକ ପଢ଼ାଲେଖା ଝିଅ ଏବଂ ମୋର ମୋ ଜୀବନ ମୋ ପ୍ରକାରେ ଜୀବନ କରିବାର ଅଧିକାର ଅଛି। ମୁଁ ଆପଣଙ୍କ ପୁଅ ସହିତ ଏକ ପଳ ମଧ୍ୟ ରହିବି ନାହିଁ। ମୋର ବୋହୂ ନିଜର ନିଷ୍ପତ୍ତି ଶୁଣାଇଦେଲା। ମୁଁ ଚୁପଚାପ ଆଖିରେ ଲୁହ ସହ ତାକୁ ଦେଖି ରହିଲି। ଏହା ତ ପୂର୍ବେ ମଧ୍ୟ ହୋଇସାରିଥିଲା, ଯେତେବେଳେ ଅରବିନ୍ଦର ପ୍ରଥମ ବିବାହ ହୋଇଥିଲା। ମୋର ପ୍ରଥମ ବୋହୂ ସହିତ ମଧ୍ୟ ସେହିପରି ହୋଇଥିଲା। ସେ ମୋର ପସନ୍ଦର ଝିଅ ଥିଲା। ସେ ମୋର ଝିଅର ବନ୍ଧୁ ଥିଲା ଏବଂ ସେ ତାକୁ ବହୁତ ଭଲ ପାଉଥିଲା। ସେ ତାକୁ ବହୁତ ଖୁସି ସହିତ ଘରକୁ ଆଣିଥିଲା। ଏହି ଲୋକଙ୍କ ଉଦ୍ୟମରେ ଆମର ବହୁତ ସହଯୋଗ କରିଥିଲେ। ସେ ଜଣେ ଧନୀ ବାପାଙ୍କ ଝିଅ ଥିଲା। ସେ ବହୁତ ଭଲ ଝିଅ ଥିଲା। ମୋର ମଧ୍ୟ ତାର ଘରାଣା ଭଲ ଲାଗୁଥିଲା। କିଛିଦିନ ମଧ୍ୟରେ ମୁଁ ଅନୁଭବ କରିଥିଲି ଯେ ସେ ଯେପରି ଅରବିନ୍ଦକୁ ଭଲ ପାଇଲାଣି ଏବଂ ବୋଧହୁଏ ଏଥିପାଇଁ ହିଁ ରିସ୍ତା ପଠାଯାଇଥିଲା। କିନ୍ତୁ ବିବାହ ପରେ ତା ସହିତ ମଧ୍ୟ ଏହିପରି ହୋଇଥିଲା। ବିବାହର ପ୍ରଥମ ରାତି ସେଇ ମଧ୍ୟ ଚିତ୍କାର କରି କୋଠରୀରୁ ବାହାର ଭାଗିଥିଲା ଏବଂ ତାପରେ ମୋ ପୁଅର ସକଳ ଦେଖିବାକୁ ମଧ୍ୟ ମନା କରିଦେଇଥିଲା। ସମସ୍ତେ ତାକୁ ବହୁତ ସମଝାଇଥିଲେ, ବେଟା ନିଜ ଜୀବନର ବଡ଼ କଥା ତ ସୋଚ। କିନ୍ତୁ ସେ କହିଥିଲା, ମୋ ଜୀବନ ତ ବର୍ବାଦ ହୋଇଗଲା ଏବଂ ଏବେ ଏହି ଝିଅକୁ ମଧ୍ୟ ସମଝାଇବାକୁ ଚେଷ୍ଟା କରାଯାଉଥିଲା, କିନ୍ତୁ ସେ କହୁଥିଲା, ଯଦି ମୁଁ ନ ରହିବି ତାହେଲେ ମୁଁ ରହିବି ନାହିଁ। ଆପଣଙ୍କ ପୁଅ ସହିତ ମୋର କିଛି ନାହିଁ। ମୋର ପୁଅ ମଧ୍ୟ କୌଣସି ଉତ୍ତର ଦେଉନଥିଲା, ଜାଣିପାରୁନଥିଲା କୁଆଡ଼େ ଚାଲିଗଲା। ଝିଅର ବାପା ମା ବାରମ୍ବାର କହୁଥିଲେ, ତାକୁ ବ୍ୟକ୍ତିକୁ ଡକାଅ, ଆମେ ତାକୁ ପଚାରିବା ଯେ ସେ ଆମ ଝିଅ ସହିତ କଣ କଲା। ସମସ୍ତେ ତା ଉପରେ ପ୍ରଶ୍ନର ବୋଝା କରୁଥିଲେ, କିନ୍ତୁ ସେ ଚୁପ୍ ରହୁଥିଲା, କିଛି କହୁନଥିଲା। ଶେଷରେ ସମସ୍ତେ ଖାମୋଶ ହୋଇଗଲେ। ଝିଅର ମା ବାପା ମଧ୍ୟ ଅରବିନ୍ଦକୁ ଭଲମନ୍ଦ କହି ଏବଂ ଧମକାଇ ଚାଲିଗଲେ। ସେ ନିଜ ଝିଅକୁ ମଧ୍ୟ ସାଥିରେ ନେଇଗଲେ। ଭଲ ଖାସା ତମାସା ହୋଇଗଲା। ଝିଅର ମା ବାପା ଆମର ବେଇଜ୍ଜତି କରିବାରେ କୌଣସି କମି ଛାଡ଼ି ନଥିଲେ, କିନ୍ତୁ ଅରବିନ୍ଦ ନିଜ ମୁହଁରୁ ଏକ ଶବ୍ଦ ମଧ୍ୟ କହୁନଥିଲା। ଅରବିନ୍ଦର ବାପା ତ ପୂର୍ବରୁ ହିଁ ଏହି ଦୁନିଆରୁ ଚାଲିଯାଇଥିଲେ। ସାରା ବେଇଜ୍ଜତି ମୋତେ ଏକାକୀ ହିଁ ସହିବାକୁ ପଡ଼ିଥିଲା। ଘରେ ଜମା ହୋଇଥିବା ଲୋକମାନେ ମଧ୍ୟ ଆମକୁ ଭଲ ଖାସା କଥା ଶୁଣାଇ ଦେଇଥିଲେ। ଝିଅର ମା ତ କାବୁରେ ହିଁ ଆସୁନଥିଲା। ସେ ବହୁତ ଅଶ୍ଳୀଳ ଭାଷାରେ ମୋତେ ଭଲମନ୍ଦ କହୁଥିଲା, କିନ୍ତୁ ତାର ଏଥିରେ ବେଚାରୀର କଣ ଦୋଷ ଥିଲା? ଆଖିରେ ତାର ଝିଅର ଜୀବନ ତବାହ ହୋଇଗଲା। ଆଜି ମୁଁ ନିଜକୁ ବହୁତ ଏକା ଅନୁଭବ କରୁଥିଲି। ମୁଁ ଚିନ୍ତା କରୁଥିଲି ଯଦି ଅରବିନ୍ଦର ବାପା ଥାନ୍ତେ, ତାହେଲେ ଏତେ ଶୀଘ୍ର ହିମ୍ମତ ହାରନ୍ତେ ନାହିଁ। ଲୋକଙ୍କ ତାନା ମୁଁ ଏକାକୀ ହିଁ ଶୁଣୁଥିଲି। ଅରବିନ୍ଦ ବଡ଼ ଥିଲା। ଅରବିନ୍ଦଠାରୁ ଛୋଟ ମୋର ଏକ ଝିଅ ଥିଲା ଯେ କଲେଜରେ ପଢ଼ୁଥିଲା। ସମସ୍ତେ ଆପସରେ କାନାକାନି କରୁଥିଲେ ଅରବିନ୍ଦ ବିଷୟରେ, ନାନା ପ୍ରକାର କାହାଣୀ ଗଢ଼ି ତୁଳି ଯାଉଥିଲେ। କେହି କହୁଥିଲେ ଜାଣିପାରୁନି, ବୋଧହୁଏ ଅରବିନ୍ଦ ପାଗଳ, ତ କେହି କହୁଥିଲେ ଲାଗୁଛି ଅରବିନ୍ଦ ଦିମାଗୀ ମାରିଆଟି, ତ କେହି କହୁଥିଲେ ଜାଣିପାରୁନି ସେ ନୂଆ ବୋହୂ ସହିତ ଏପରି କଣ କଲା ଯେ ସେ ଏତେ ଅଧିକ ଡରିଗଲା। ଯେତେ ମୁହଁ ସେତେ କଥା ଥିଲା, କିନ୍ତୁ ମୋ ପାଖରେ ଏସବୁର କୌଣସି ଉତ୍ତର ନଥିଲା। ଯେତେବେଳେ ଲୋକଙ୍କୁ କୌଣସି କାରଣ ବତାଇବାକୁ ହୁଏ, ସେମାନେ ନିଜେ କାହାଣୀ ଗଢ଼ି ନିଅନ୍ତି ଏବଂ ନିଜେ ଗଢ଼ିଥିବା ଉଲ୍ଟାସିଧା କାହାଣୀ ସତ୍ୟ କାହାଣୀଠାରୁ ଅଧିକ ଭୟଙ୍କର ହୁଏ। କିନ୍ତୁ ସମସ୍ୟା ତ ଏହା ଥିଲା ଯେ ସତ୍ୟ ତ ମୋତେ ମଧ୍ୟ ଜଣା ନଥିଲା
ଯେ ଏପରି କ'ଣ ଥିଲା ଯେ ସୁହାଗରାତ୍ରିରେ ହିଁ ମୋର ବୋହୂମାନେ ମୋ ପୁଅର କୋଠରୀରୁ ଚିତ୍କାର କରି ଭାଗୁଥିଲେ। ସେ ଝିଅ ମଧ୍ୟ ତ ମୋତେ କିଛି କହି ନଥିଲା। ମୁଁ ନିଜ ମନେ ମନେ ଭାବିଲି ହୋଇପାରେ ସେ ନିଜ ମା ବାପାଙ୍କୁ କିଛି କହିଥିଲା। ସତ୍ୟ ଜାଣିବା ପାଇଁ ମୁଁ ତାର ଘରେ ଫୋନ୍ କଲି। ଭଲେ ହେ ସେ ଆମ ସହିତ ରିସ୍ତା ଖତମ କରିଦେଇଥିଲେ, କିନ୍ତୁ ଇନସାନିୟତ ନେଇ ମୁଁ ତାର ହାଲଚାଲ ନେବାକୁ ଫୋନ୍ କଲି। ଫୋନ୍ ଝିଅର ମା ଉଠାଇଥିଲା। ମୁଁ ପଚାରିଲି, ଏବେ କେମିତି ଅଛି ଆପଣଙ୍କ ଝିଅ? ମୋର ଆବାଜ ଶୁଣିବା ସାଙ୍ଗେ ସେ ଭଡ଼କି ଉଠିଥିଲା ଏବଂ କହିଥିଲା, ମୋର ଝିଅ ଏବେ ଯାଏଁ ଠିକ୍ ହୋଇନାହିଁ। ଖବରଦାର, ଯେ ଆଗରୁ ଆପଣ ଫୋନ୍ କଲେ। ଏସବୁ ଶୁଣି ମୁଁ ବହୁତ ଅଧିକ ପରେଶାନ ହୋଇଗଲି। ମୋର ପ୍ରଥମ ବୋହୂ ସହିତ ମଧ୍ୟ ଏହିପରି ହୋଇଥିଲା। ମୋର ଝିଅ କହିଥିଲା ଯେ ସେ କମ୍ ସେମିତି 6 ବିନା 7 ମାସ ଯାଏଁ ବୀମା ରହିଥିଲା। ଆଖିରେ କ'ଣ ସମସ୍ୟା ଥିଲା ମୋ ପୁଅର? ମୋର କିଛି ସମଝ ଆସୁନଥିଲା। କ'ଣ କମିଥିଲା ଯେ ତାର ପତ୍ନୀମାନେ ଡରି ଭାଗିଯାଆନ୍ତି? ଅରବିନ୍ଦ ବିଷୟରେ କହିବାକୁ ଗଲେ, ଅରବିନ୍ଦ ବହୁତ ସିଧାସାଦା ପିଲା ଥିଲା। ବାଲ୍ୟକାଳରୁ ହିଁ କମ୍ କଥା କହୁଥିଲା, କିନ୍ତୁ ତା ଭିତରେ କୌଣସି ହରକତ ଏପରି ନଥିଲା ଯେ ଅସାଧାରଣ ହୁଏ। ଅରବିନ୍ଦ ମୋର ପ୍ରଥମ ସନ୍ତାନ ଥିଲା। ଆମେ ତାକୁ ବହୁତ ଲାଡ଼ ପ୍ୟାରରେ ପାଳିଥିଲୁ, କିନ୍ତୁ ଆମର ଏତେ ଲାଡ଼ ପ୍ୟାର ଦେବା ସତ୍ତ୍ୱେ ମଧ୍ୟ ସେ ବିଗଡ଼ି ନଥିଲା। ହଁ, ତାକୁ ନିଜ ସୁନ୍ଦରତା ଉପରେ ଘମଣ୍ଡ ଥିଲା। ସେ କହୁଥିଲା, ମୋର ଖୁବସୁରତି ଏବଂ ସ୍ମାର୍ଟନେସ୍ ଆଗେ ସବୁ ପାଣି ଭାତ। ତାକୁ ଭଲ ଭଲ ବ୍ରାଣ୍ଡେଡ୍ ଜିନିଷ ପିନ୍ଧିବା ବହୁତ ସଉକ ଥିଲା। ପଢ଼ାରେ ମଧ୍ୟ ଭଲ ଥିଲା। ଚାକିରି ମଧ୍ୟ ସମୟରେ କରିନେଇଥିଲା। ନିଜ ଭଉଣୀ ପାଇଁ ମଧ୍ୟ ଜଣେ ଜିମ୍ମେଦାର ଭାଇ ଥିଲା। ନିଜ ଭଉଣୀ ଶ୍ରୁତିକୁ କଲେଜ ନେଇ ଯାଉଥିଲା ଏବଂ ଫେରି ଘର ଆଣୁଥିଲା। ଘର ଖର୍ଚ୍ଚ ପାଇଁ ଟଙ୍କା ମଧ୍ୟ ଦେଉଥିଲା। କେବେ ବି ମୋତେ ଉଚ୍ଚ ଆବାଜରେ କଥା କରୁନଥିଲା। ତାର ବନ୍ଧୁମାନେ ମଧ୍ୟ କେହି ଏପରି ନଥିଲେ ଯେ ମୁଁ କହିବି ଯେ ଖରାପ ସାଙ୍ଗରେ ପଡ଼ିଗଲା। କୌଣସି ନଶା ମଧ୍ୟ କରୁନଥିଲା। ବସ୍ ତାର କିଛି ଗିନେଚୁନେ ହିଁ ବନ୍ଧୁ ଥିଲେ। ଏହାର ସବୁଠାରୁ ଭଲ ବନ୍ଧୁ ଥିଲା ଯେ ବାହାରେ ବିଦେଶରେ ରହୁଥିଲା। କେବେ କେବେ ତା ସହିତ ଫୋନରେ କଥା ମଧ୍ୟ ହେଉଥିଲା। ମୋତେ ମଧ୍ୟ ନିଜ ବନ୍ଧୁଙ୍କ ସହିତ କଥା କରାଉଥିଲା। କେବେ କେବେ ମୋତେ କହୁଥିଲା, ମମ୍ମି ବହୁତ ଭଲ ପିଲା, କାଲି ମିଳି। ସବୁ କିଛି ସାଧାରଣ ଥିଲା, କିନ୍ତୁ ଏହି ଯେ 2 ଥର ହେଲା, ଏହା ବିଲକୁଲ ସାଧାରଣ ନଥିଲା। ଜାଣିପାରୁନଥିଲି ମୋ ପୁଅରେ କ'ଣ କମିଥିଲା। ସେ ଏପରି କ'ଣ କରୁଥିଲା ନିଜ ପତ୍ନୀମାନଙ୍କ ସହିତ ଯେ ସେମାନେ ଭାଗିଯାଆନ୍ତି। ଦିନ ଧୀରେ ଧୀରେ ଆଗେଇ ସାରିଲେ। ଅରବିନ୍ଦ ଟିକେ ସାଧାରଣ ହୋଇ ଚାଲିଥିଲା। ଏବେ ଘରେ ଟିକେ ବହୁତ କଥା ମଧ୍ୟ କରିବାକୁ ଲାଗିଥିଲା। ଏହିଥର ମୁଁ ଭାବିଲି ଯେ ଅରବିନ୍ଦର ତୃତୀୟ ବିବାହ କରାଇବି ଏବଂ ଏପରି ଝିଅ ସହିତ କରାଇବି ଯେ ମୋତେ କହିବ ଯେ ଆଖିରେ ସୁହାଗରାତ୍ରିର କୋଠରୀରେ ଅରବିନ୍ଦ ଏପରି କ'ଣ କରେ ଯେ ବୋହୂ ଭାଗିଯାଏ। ଅରବିନ୍ଦର ଦ୍ୱିତୀୟ 2 ପତ୍ନୀଙ୍କର ତ ତଲାକ ହୋଇସାରିଥିଲା। ମୁଁ ଏହା ମଧ୍ୟ ଚାହୁଁଥିଲି ଯେ ଏହି ବୋହୂ ମୋ ଘରେ ହିଁ ରହିବ, ଏଠାରୁ ଭାଗି ନ ଯାଉ। ମୁଁ କାହାର ଜୀବନ ବର୍ବାଦ କରିବାକୁ ଚାହୁଁନଥିଲି, କାରଣ ମୁଁ ମଧ୍ୟ ଜଣେ ଝିଅର ମା ଥିଲି ଏବଂ ମୁଁ ଭଲ ଭାବରେ ଜାଣିଥିଲି ଯେ ତଲାକ କଥା ଗୋଟିଏ ଝିଅ ପାଇଁ କେତେ ବଡ଼ ବଦନାମୀ। ମୁଁ ବହୁତ ସୋଚ ବିଚାର ପରେ ଏହି ନିଷ୍ପତ୍ତିରେ ପହଞ୍ଚିଲି ଯେ ଅରବିନ୍ଦର ବିବାହ ଏକ ଅନ୍ୟ ବିବାହିତା ସ୍ତ୍ରୀ ସହିତ କରାଇବି ଯାହାର ପୂର୍ବରୁ ବିବାହ ହୋଇସାରିଥିବ ଏବଂ ସେ ତଳାକସୁଦା ହେଉ କିମ୍ବା ବିଧବା ହେଉ, ଏବଂ ଶୀଘ୍ର ହିଁ ମୋତେ ଏପରି ଝିଅ ମିଳିଗଲା। ଝିଅକୁ ମଧ୍ୟ ବିବାହର ଜଲ୍ଦି ଥିଲା, ତେଣୁ ସେମାନେ ମଧ୍ୟ ଅଧିକ ଛାନବିଛା କରିନଥିଲେ। ଝିଅ କମ୍ ବୟସର ଥିଲା କିନ୍ତୁ ବହୁତ ସୁନ୍ଦର ନଥିଲା। ବସ୍ ଠିକ୍ ଥିଲା, ଦୁର୍ବଳି ପତଳି ଏବଂ ସାଧାରଣ ନାକନକ୍ଷର ଝିଅ ଥିଲା। ମୁଁ ଝିଅବାଲାମାନଙ୍କୁ କହିଲି ଯେ ମୋ ପୁଅର ଏକ ବିବାହ ହୋଇସାରିଥିଲା ଏବଂ ମୋ ପୁଅର ପତ୍ନୀ କିଛି ସମୟ ହିଁ ରହି ଫେରି ସେ ଛାଡ଼ି ଚାଲିଗଲା। ଟିକେ ବହୁତ ମିଛ କହିବାକୁ ପଡ଼ିଲା, କାରଣ ସତ୍ୟ କହିବାର ଅବସ୍ଥାରେ ମୁଁ ବିଲକୁଲ ନଥିଲି। ଝିଅବାଲାମାନେ ବିବାହ ପାଇଁ ରାଜି ହୋଇଗଲେ। ମୁଁ ଅରବିନ୍ଦକୁ ଝିଅର ଫଟୋ ଦେଖାଇଲି। ତାହା ଦେଖି ସେ ବିବାହରୁ ସଫା ଇନକାର କରିଦେଲା। କହିଲା, ମୁଁ ନାହିଁ କରିବି ବିବାହ। ଏତେ ସାଧାରଣ ସକଳ ସୁରତର ଝିଅ, ମୁଁ ଏହା ସହିତ ବିବାହ ବିଲକୁଲ ନାହିଁ କରିବି। ଅରବିନ୍ଦର କଥା ଶୁଣି ମୁଁ ତାକୁ ଡାଣ୍ଟି କହିଲି, ଚୁପ୍ ହୋଇଯା। ଯେଉଁ ପ୍ରକାରର ତୋର ହରକତ ଅଛି, ଏହି ହରକତ ଚାଲିଲେ ତୋର କେବେ ମଧ୍ୟ ବିବାହ ହେବା ଉଚିତ ନାହିଁ। କିନ୍ତୁ ମୁଁ ଏକ ମା ନା, ଏଥିପାଇଁ ସୋଚୁଛି କେବେ ତ ବସି ରହିବି ଏବଂ ତୋର ଧ୍ୟାନ ରଖିବି। ମୋର ଯିବା ପରେ କେହି ତ ହେବ ଯାହା ସହିତ ତୁ ନିଜ ଜୀବନ ଗୁଜାରିବୁ। କହିବା ମଧ୍ୟରେ ମୋର ଆଖିରେ ଲୁହ ଆସିଗଲା। ମୋର ଆଖିରେ ଲୁହ ଦେଖି ଅରବିନ୍ଦ ଚୁପ୍ ହୋଇଗଲା। ବିବାହ ପାଇଁ ରଜାମନ୍ଦି ଦେଇଦେଲା ଏବଂ ଉଠି କୋଠରୀକୁ ଚାଲିଗଲା। କଥା ନା କଥା, ଅରବିନ୍ଦର ଦିଲରେ ଚୋର ଜରୁର ଥିଲା। ସେ ମୋତେ ନଜର ଚୁରାଇ ରଖୁଥିଲା, କିନ୍ତୁ ଏହିଥର ମୁଁ ମଧ୍ୟ ନିଷ୍ପତ୍ତି କରିସାରିଥିଲି ଯେ ମୁଁ ସତ୍ୟ ଜାଣିକରି ରହିବି। ମୁଁ ପୂର୍ବରୁ ହିଁ ସୋଚି ରଖିଥିଲି ଯେ ଏହିଥର ମୁଁ ଝିଅକୁ ନିଜ ଭରସାରେ ରଖିବି, କିନ୍ତୁ ତାକୁ ଏହା ନ କହିବି ଯେ ପୂର୍ବରୁ ତାର ପତ୍ନୀମାନେ ଡରି ଭାଗିଗଲେ ଥିଲେ। ତାକୁ ପ୍ୟାରରେ ସମଝାଇ ଦେବି, ତାକୁ ଭରସା ଦେବି ଯେ ଯଦି କିଛି ଏପରି ବ୍ୟକ୍ତିଗତ କଥା ଅଛି ତାହେଲେ ମୋତେ କହିବ, ମୁଁ ତାର ସମସ୍ୟାର ସମାଧାନ କରିବି। ପୁଣି ଏହିଥର ବିବାହର ପ୍ଲାନ୍ ବହୁତ ସାଦଗିରେ କରିବାର ଥିଲା ଏବଂ ଫେରି ମୁଁ ବହୁତ ସାଦଗିରେ ଅରବିନ୍ଦର ବିବାହ କରିଦେଲି।
ଝିଅର ନାମ ରଶ୍ମି ଥିଲା, ବହୁତ ପ୍ୟାରି ପିଲା ଥିଲା। ମୋର ଝିଅ ଶ୍ରୁତି ମଧ୍ୟ କହିଥିଲା, ମମ୍ମି ରହିଦେ ଭାଇକୁ, ଭାଇର ହାଲ ଉପରେ ଛାଡ଼ିଦେ। କିନ୍ତୁ ମୁଁ ତାକୁ ସମଝାଇଥିଲି, ବେଟା, ହୋଇପାରେ ତ ଭାଇ ସହିତ କିଛି ମାମଲା ଅଛି, ଯାହାକୁ ସୁଲଝାଇବା ଆମର ଫର୍ଜ। ବିବାହ ନିପଟିଗଲା। ଏହିଥର ମୁଁ ଅଧିକ ଅତିଥିଙ୍କୁ ନ ଡକାଇଥିଲି। ଘରେ କିଛି ହିଁ ଅତିଥି ଥିଲେ ଯେ ମୋର ରିସ୍ତେଦାର ନ ଥିଲେ, ବରଂ ମୋର କିଛି ଜଣାଶୁଣା ଲୋକ ଥିଲେ। ମୁଁ ରଶ୍ମିକୁ ଅରବିନ୍ଦର କୋଠରୀକୁ ନେଇଗଲି। ତାକୁ ବେଡ୍ରେ ବସାଇ ମୁଁ ରଶ୍ମିର ହାତ ନିଜ ହାତରେ ନେଇ ତାକୁ ହାଲୁକା ଭାବେ ଦବାଇ କହିଲି, ରଶ୍ମି ବେଟା, ତୁମ ସହିତ ବହୁତ ଜରୁରୀ କଥା କରିବାକୁ ଅଛି। ବହୁତ ଧ୍ୟାନରେ ମୋର କଥା ଶୁଣ। ରଶ୍ମି ଆଶ୍ଚର୍ଯ୍ୟରେ ମୋ ଆଡ଼କୁ ଦେଖିଲା। ଭଲ, ଏପରି କେଉଁ ଜରୁରୀ କଥା ଯେ ଏବେ କରିବାକୁ ଅଛି? ମୁଁ ରଶ୍ମିକୁ ସମଝାଇ କହିଲି, ବେଟା, ଅରବିନ୍ଦ ବିବାହ ପାଇଁ ରାଜି ନଥିଲା। ବହୁତ ମୁସ୍କିଲରେ ମୁଁ ତାକୁ ବିବାହ ପାଇଁ ତୟାର କରିଥିଲି। ହୋଇପାରେ ମୋ ପୁଅ କିଛି ଅଜବ ହରକତ କରେ, ହୋଇପାରେ ତୁମକୁ ଡରାଇବାର ଚେଷ୍ଟା କରେ, ଯାହା ଫଳରେ ତୁମେ ତାକୁ ଛାଡ଼ି ଭାଗିଯିବ। କିନ୍ତୁ ବେଟା, ତୁମେ ଡରିବ ନାହିଁ। ଯାହା ମଧ୍ୟ ହେଉ ସବୁକିଛି ମୋତେ କହିଦେବା। ବସ୍ ତୁମେ ତାର ଡରା ଧମକିରେ କିମ୍ବା ତାର କଥାରେ ଆସିବା ଜରୁରୀ ନାହିଁ। ରଶ୍ମି ମୋର କଥା ଶୁଣି କେବଳ ମୁଣ୍ଡ ହଲାଇଥିଲା। ମୁଁ ଟିକେ ସନ୍ତୋଷ ହୋଇଥିଲି ଏବଂ ରଶ୍ମିକୁ ଆରାମ କରିବା କହି ବାହାର ଆସିଗଲି। ମୁଁ ନିଜ କୋଠରୀକୁ ନ ଯାଇ ବାହାର ସୋଫାରେ ହିଁ ଶୋଇଗଲି। ଶ୍ରୁତିକୁ ମୁଁ ତା କୋଠରୀକୁ ପଠାଇଦେଲି। ତୁମେ ଯା ଶୋଇଯା, ବହୁତ ରାତି ହୋଇଚାଲିଛି। ଶ୍ରୁତି କୋଠରୀକୁ ଯାଇସାରିଥିଲା, କିନ୍ତୁ ଯାଉଥିବା ସମୟରେ ସେ କହିଥିଲା, ମମ୍ମିଜୀ, ଆପଣ ଯାହା କରୁଛନ୍ତି ଭୁଲ କରୁଛନ୍ତି। ଆପଣ ହର ସମସ୍ୟାର ସମାଧାନ କେବଳ ବିବାହ ସମଝୁଛନ୍ତି। ଆପଣଙ୍କୁ କାହାର ଝିଅର ଜୀବନ ଏଭଳି ବର୍ବାଦ କରିବା ଉଚିତ ନୁହେଁ। ଶ୍ରୁତି ଚାଲିଗଲା ଏବଂ ମୁଁ ସୋଫାରେ ଶୋଇ ମନେ ମନେ ଭଗବାନଙ୍କୁ ସ୍ମରଣ କରୁଥିଲି ଏବଂ ଦୁଆ ମାଗୁଥିଲି, ହେ ଭଗବାନ, ଏହି ରାତି ଭଲ ଭାବେ ବିତିଯାଉ। ବହୁତ ନୀରବତା ଥିଲା, ଏପରି ଲାଗୁଥିଲା ଯେପରି ଝଡ଼ ଆସିବା ପୂର୍ବର ନୀରବତା। ଘଣ୍ଟାର ଟିକ୍ ଟିକ୍ ମଧ୍ୟ ମୋର ମୁଣ୍ଡ ଉପରେ ହାତୁଡ଼ି ଭଳି ପ୍ରହାର କରୁଥିଲା। ମୁଁ ନିଜ ଭଗବାନଙ୍କୁ ମନାଇବାରେ ଲାଗିଥିଲି, ଯେତେବେଳେ ସେହି ହେଲା ଯାହାର ମୋତେ ଡର ଥିଲା। ରଶ୍ମି ଚିତ୍କାର କରି ବାହାର ଆସିଥିଲା ଏବଂ ପାଗଳ ଭଳି ଘର ବାହାରେ ଭାଗିଯିବା ଚାହୁଁଥିଲା। ମୁଁ ଯେମିତି ସେମିତି କରି ତାକୁ ବାହାର ଗେଟ୍ ଭିତରେ ଆଣିଥିଲି। ମୁଁ ତାକୁ ଯେନ୍ତେନ୍ ପ୍ରକାରଣ ସମଝାଇ ଟିକେ ଶାନ୍ତ କରିଥିଲି। ସେ କିଛି କହିବାର ଅବସ୍ଥାରେ ନଥିଲା। ଯେତେବେଳେ ଟିକେ ଶାନ୍ତ ହେଲା, ତାପରେ ବେହୋସ ଅବସ୍ଥାରେ କହିଲା, ଆପଣଙ୍କୁ ନିଜ ପୁଅର ପ୍ରଥମେ ମେଡିକାଲ ପରୀକ୍ଷା କରିବା ଉଚିତ ଥିଲା। ଯଦି ଆପଣ ଏପରି କରିଥାନ୍ତେ, ତାହେଲେ ଆପଣଙ୍କୁ ଏବଂ ମୋତେ ଏହି ଦିନ ଦେଖିବାକୁ ପଡ଼ିନଥାନ୍ତା। ରଶ୍ମି ତ ବହୁତ ସମଝଦାର ଥିଲା। ତା ପାଖରେ ତ କୌଣସି ଦ୍ୱିତୀୟ ବିକଳ୍ପ ନଥିଲା। ସେ ତ ଯେକୌଣସି ପରିସ୍ଥିତିରେ ବିବାହକୁ ନିଭାଇବା ସୋଚୁଥିଲା। କିନ୍ତୁ ରଶ୍ମି ମଧ୍ୟ ଏହି ରିସ୍ତାରେ ନ ରହି ଅରବିନ୍ଦକୁ ଛାଡ଼ି ଚାଲିଗଲା। ଦ୍ୱିତୀୟ ଦିନ ରଶ୍ମି ଘରୁ ଫୋନ୍ ଆସିଲା। ନିଜ ପୁଅକୁ କହି ଆମ ଝିଅକୁ ତଲାକ ଦେଇଦିଅନ୍ତୁ, ନଚେତ୍ ଆମେ ଏହା କୋର୍ଟରୁ ମଧ୍ୟ କରିପାରିବୁ। ବିବ୍ରତ ହାଲାତ ମଧ୍ୟରେ ଫୋନ୍ ପକଡ଼ି ମୁଁ ସେହି ସୋଫାରେ ବସିଗଲି। ଅର୍ଥାତ୍ ଏବେ ଅରବିନ୍ଦକୁ କେହି ମଜବୁରିରେ ମଧ୍ୟ ନିଜ ସାଥୀ ପାଇଁ ତୟାର ନଥିଲା। ପ୍ରଥମେ ଯେ ବୋହୂ ଆସିଥିଲା, ସେ ଧନୀ ଘରାଣାର ଏବଂ ସୁନ୍ଦର ପଢ଼ାଲେଖା ଥିଲା। କିନ୍ତୁ ରଶ୍ମି ତ ବିଧବା ଥିଲା, ଗରିବ ଘରାଣାର ଥିଲା ଏବଂ ବହୁତ ସୁନ୍ଦର ମଧ୍ୟ ନଥିଲା। ରଶ୍ମିକୁ ମୁଁ ପୂର୍ବରୁ ହିଁ ସବୁକିଛି ସମଝାଇ ଦେଇଥିଲି ଏବଂ ତଥାପି ସେ ଏତେ ଅଧିକ ବେହବାସ ହୋଇଗଲା। ଆଖିରେ ଏପରି କ'ଣ କମିଥିଲା ମୋ ପୁଅରେ? ଆମେ ଯେଉଁ ଜେବରାତ ଏବଂ ବୋହୂକୁ ଦେଉଥିଲୁ, ବୋହୂର ଘର ବାଲାମାନେ ବିବାହର ଦ୍ୱିତୀୟ ଦିନ ହିଁ ଫେରାଇ ଦେଉଥିଲେ। ମୁଁ ତ ଦହେଜ ମଧ୍ୟ ନେଉନଥିଲି। ଫେରି ଆଖିରେ ଏପରି କ'ଣ ଥିଲା ଯେ ଏପରି ଖୁବସୁରତ ପଢ଼ାଲେଖା ଏବଂ ଧନୀ ପିଲାକୁ ଛାଡ଼ି ଝିଅମାନେ ଭାଗିଯାଆନ୍ତି? ମୋର ଦିମାଗ ସୋଚ ସୋଚ କରି ଫାଟି ଯାଉଥିଲା। କେମିତି ଜାଣିବି ଯେ ଆଖିରେ କଥା କ'ଣ? ଅରବିନ୍ଦ ମଧ୍ୟ ନିଜ ମୁହଁରୁ କିଛି ଖୋଲିବାକୁ ତୟାର ନଥିଲା। ଯେତେବେଳେ ମଧ୍ୟ ଏହି ବଡ଼ କଥାରେ କିଛି କହିବାକୁ ଚେଷ୍ଟା କରୁଥିଲି, ସେ ଉଠି ବାହାର ଚାଲିଯାଉଥିଲା, ମୋତେ କଥା କରିବାର ସୁଯୋଗ ହିଁ ଦେଉନଥିଲା। କିନ୍ତୁ ଏବେ ମୁଁ ହରବେଳେ ଅରବିନ୍ଦ ଉପରେ ନଜର ରଖିବାକୁ ଲାଗିଲି। ତାର ଏକେକ ହରକତ ଉପରେ ଧ୍ୟାନ ଦେଉଥିଲି। ହୁଏତ କିଛି ତ ଏପରି ସବୁତ ମିଳିବ, ଯାହାଦ୍ୱାରା ମୁଁ ସୁରାଗ ଲଗାଇ ସତ୍ୟ ଜାଣିପାରିବି ଯେ ଆଖିରେ ସତ୍ୟତା କ'ଣ। କିନ୍ତୁ ତାର ହାବଭାବରୁ କେବେ ଏପରି ଲାଗିଲା ନାହିଁ ଯେ ତା ଭିତରେ କିଛି ଅସାଧାରଣ ଅଛି। ସେ ଏକଦମ ସାଧାରଣ ପିଲାମାନଙ୍କ ଭଳି ଥିଲା, ଯେମିତି ଅନ୍ୟ ପିଲାମାନେ ହୁଅନ୍ତି। ମୋର କୌଣସି ରାସ୍ତା ଦେଖାଦେଉନଥିଲା। ଏକ ଦିନ ହତାଶ ହୋଇ ମୁଁ ଅରବିନ୍ଦର ବନ୍ଧୁକୁ ଫୋନ୍ ଲଗାଇଲି। ଏହି ବିଦେଶରେ ରହୁଥିବା ବନ୍ଧୁକୁ ମୁଁ ପଚାରିଲି, ନିତିନ, ତୁମେ ତ ବିନାର ଏକମାତ୍ର ବନ୍ଧୁ ଯାହା ସହିତ ଅରବିନ୍ଦ ନିଜ ଦିଲର ସାରା କଥା କରେ। ମୋତେ ଅରବିନ୍ଦ ବିଷୟରେ ସବୁକିଛି କହ। ତାର ଜୀବନ ବିଷୟରେ ତୁମକୁ ଜରୁର କିଛି ନା କିଛି କହିଥିବ। କିନ୍ତୁ ଏହା ଶୁଣି ମୁଁ ହଇରାଣ ହୋଇଗଲି ଯେ ସେ ନିଜ ବନ୍ଧୁକୁ ନିଜ ବିଷୟରେ କିଛି ମଧ୍ୟ କହିନଥିଲା। ଏବଂ ବସ୍ ଏହି କଥା ମୋତେ ବହୁତ ଅଜବ ଲାଗିଲା ଯେ ସେ ନିଜ ବନ୍ଧୁକୁ ଏହା ମଧ୍ୟ ନ କହିଲା ଯେ ମୋର 3ଟି ବିବାହ ହୋଇସାରିଛି ଏବଂ ମୋର 3ଟି ପତ୍ନୀ ମୋତେ ଛାଡ଼ି ଭାଗିଗଲେଣି। କିନ୍ତୁ ସେ ଏହି କଥା ନିଜ ବନ୍ଧୁକୁ ନ କହିଲା ଯେ ତାର ସବୁଠାରୁ ଭଲ ବନ୍ଧୁ ଥିଲା।
ଏହା ମୋତେ କାଫି ଅଜବ ଲାଗୁଥିଲା, କିନ୍ତୁ ହୁଏତ ସେ ନ କହିଲା କାରଣ ସେ ଲଜ୍ଜିତ ହେବା ଚାହୁଁନଥିଲା। ବିବାହର ରାତିରେ ହିଁ ପତ୍ନୀର ଭାଗିଯିବା, ତା ମଧ୍ୟ 3ଟି ପତ୍ନୀଙ୍କର। ଧୀରେ ଧୀରେ 6 ମାସ ଆଉ ଗୁଜରିଗଲେ। ଘରେ ସବୁକିଛି ସାଧାରଣ ଚାଲୁଥିଲା, କିନ୍ତୁ ଅରବିନ୍ଦ ବିଷୟରେ ମୁଁ ବହୁତ ଅଧିକ ପରେଶାନ ଥିଲି। ଏପରି କ'ଣ ଥିଲା ଯେ ବୋହୂ ବିବାହର ରାତିରେ ହିଁ ଭାଗିଯାଆନ୍ତି? ମୁଁ ପୁନର୍ବାର ଅରବିନ୍ଦର ବିବାହ ପାଇଁ ସୋଚିଲି ଏବଂ ଏହିଥର ମୁଁ ଠାଣ ନେଲି ଯେ ସତ୍ୟତା ଜାଣିକରି ହିଁ ରହିବି। ଏହିଥର ମୁଁ ଝିଅକୁ ସବୁ କିଛି କହିଦେଲି, କିଛି ମଧ୍ୟ ଲୁଚାଇଲି ନାହିଁ ଏବଂ ଝିଅ ମଧ୍ୟ କୌଣସି ଏପରି ଘରୁ ଆଣିଥିଲି ଯାହାର ବିବାହର ସଖ୍ତ ଜରୁରୀ ଥିଲା, କାରଣ ଏହି ଲୋକେ ବହୁତ ଗରିବ ଥିଲେ ଏବଂ ତାର ଘରେ ତାର 2ଟି ଛୋଟ ଭାଇ ଥିଲେ। ମୁଁ କହିଲି, ତୁମର 2 ଭାଇଙ୍କର ପଢ଼ାର ଜିମ୍ମେଦାରୀ ମୋ ଉପରେ ରହିବ ଏବଂ ବିବାହରେ ମଧ୍ୟ ଆପଣଙ୍କୁ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଝିଅକୁ ମୁଁ ରାଜି କରିସାରିଥିଲି। ଝିଅର ମା ବାପା ମଧ୍ୟ ରାଜି ହୋଇଗଲେ, କିନ୍ତୁ ମୁଁ ଏହି କଥା ଝିଅର ମାତାପିତାଙ୍କୁ ନ କହିଲି, ବସ୍ ଏବଂ ଝିଅକୁ କହିଦେଇଥିଲି। ଝିଅ ଟିକେ ଘବରାଇଥିଲା, କାରଣ ମୁଁ ବିବାହର ପୂର୍ବରୁ ହିଁ ସାରା କଥା ଝିଅକୁ ସମଝାଇ ଦେଇଥିଲି। ପ୍ରଥମେ ସେ ବହୁତ ଅଧିକ ଡରିଗଲା, ଫେରି ନିଜକୁ ସମ୍ଭାଳି କହିଲା, କିଛି ମଧ୍ୟ ହେଉ, ମୁଁ ଏହି ବିବାହ ପାଇଁ ତୟାର। ଯଦି ମୋର ଟିକେ ସେ ତ୍ୟାଗରେ ମୋ ଭାଇମାନଙ୍କର ଜୀବନ ବଦଳେ, ତାହା ହେଲେ ତାରେ ବୁରାଇ କ'ଣ? ଯାହା କିଛି ହେବ ତାହା ସହିବି ଏବଂ ବୈସେ ମଧ୍ୟ ସାରା ସମଝୌତା ମହିଳାମାନେ ହିଁ କରିବାକୁ ପଡ଼େ। ଝିଅ, ଯାହାର ନାମ ସୁମନ ଥିଲା, ଭଲେ ହିଁ ଗରିବ ଘରର ଥିଲା, କିନ୍ତୁ ବହୁତ ସଂସ୍କାରୀ ଏବଂ ସମଝଦାର ଲାଗିଲା। ମୋର ଦିଲ ହିଁ ଦିଲରେ ଖୁସି ହେଲି ଯେ ଯଦି ସୁମନ ମୋର ବୋହୂ ବନେ ଏବଂ ମୋ ଘରେ ଟିକି ରହେ, ତାହା ହେଲେ ଏହା ମୋ ପାଇଁ ବହୁତ ସୌଭାଗ୍ୟର କଥା ହେବ। ସଂସ୍କାରୀ ହେବା ସହିତ ସୁମନ ବହୁତ ଖୁବସୁରତ ମଧ୍ୟ ଥିଲା। ଏହି ଥର ବିବାହ ମନ୍ଦିରରେ ହେଲା। ସବୁକିଛି ଠିକ୍ ଥିଲା ଏବଂ ହଇରାଣୀର କଥା ତ ଏହା ଥିଲା ଯେ ରାତି ମଧ୍ୟ ଗୁଜରି ଯାଇଥିଲା ଏବଂ ସକାଳ ହୋଇସାରିଥିଲା। ସକାଳ ହେବା ସହିତ ମୁଁ କୋଠରୀର ଦରଜା ଖଟଖଟାଇଲି, କିନ୍ତୁ କେହି ଦରଜା ଖୋଲିଲା ନାହିଁ। ମୁଁ ବହୁତ ପରେଶାନ ଥିଲି, କେହି ଦରଜା ଖୋଲୁନଥିଲା। ଟିକେ ଦେର ପରେ କୋଠରୀର ଦ୍ୱିତୀୟ ଚାବି ନେଇ ଆସି ମୁଁ ନିଜେ ହିଁ ଦରଜା ଖୋଲିଲି। କୋଠରୀର ଭିତର ଦୃଶ୍ୟ ଦେଖି ମୋର ହୋସ ଉଡ଼ିଗଲା, କାରଣ ମୋର ବୋହୂ ବେହୋସ ପଡ଼ିଥିଲା। ଅରବିନ୍ଦ କୋଠରୀରେ କୁଆଡ଼େ ମଧ୍ୟ ନଜର ଆସୁନଥିଲା, ହୁଏତ ବାଥରୁମରେ ଥିଲା। ମୁଁ ଜଲ୍ଦିରେ ଡାକ୍ତରଙ୍କୁ ଡକାଇଲି। ଡାକ୍ତର କହିଲେ, ସେ କେବଳ ଡର ଯୋଗୁଁ ବେହୋସ ହୋଇଛି, ତାର ଶରୀରରେ କୌଣସି ପ୍ରକାରର କୌଣସି ଘାର ନିଶାନ ନାହିଁ। ଅରବିନ୍ଦର ମୁହଁରେ ମଧ୍ୟ ଚିନ୍ତା ଝଲକ ରହିଥିଲା। ଏପରି ଲାଗୁଥିଲା ଯେ ସେ ମଧ୍ୟ ପରେଶାନ ଅଛି ଏହିସବୁ ହାଲାତରୁ। ଭଲରେ ଚେକ୍ଅପ୍ କରିବା ପରେ ଏବଂ କିଛି ଔଷଧ ଦେଇ ଡାକ୍ତର ସାହେବ ଚାଲିଗଲେ। ଡାକ୍ତର କହିଥିଲେ, ସୁମନକୁ ଶୀଘ୍ର ହିଁ ହୋସ ଆସିଯିବ। ଅରବିନ୍ଦ ମଧ୍ୟ ତୟାର ହୋଇ ନିଜ ଅଫିସ୍ ପାଇଁ ବାହାରିଗଲା। ମୁଁ ସୁମନ ପାଖରେ ହିଁ ବସିରହିଲି। ଟିକେ ଦେରରେ ସୁମନ ଆଖି ଖୋଲିଦେଲା। ହୋସରେ ଆସିବା ସଙ୍ଗେ ସେ ବାହାର ଆଡ଼କୁ ଭାଗିଲା, ଏହା କହି, ମୁଁ ଏଠାରେ ନ ରହିବି, ମୁଁ ମୋ ଘରେ ଯିବି, ମୋ ମା ବାପାଙ୍କ ପାଖେ। ମୁଁ ସୁମନର ହାତ ପକଡ଼ି ଧରିଲି। ସୁମନ, ତୁମେ ଏପରି କରିବ ନାହିଁ। ମୁଁ ତ ତୁମକୁ ସାରା ସତ୍ୟତା କହିଦେଇଥିଲି ଏବଂ ତୁମେ ମାନ ମଧ୍ୟ ଗଲାଥିଲ। ଫେରି ତୁମେ ଏପରି କାହିଁକି କରୁଛ? କିନ୍ତୁ ସୁମନ ମୋର କିଛି ଶୁଣିବାକୁ ତୟାର ନଥିଲା। କାନ୍ଦି ହୋଇ କହିଲା, ଆଣ୍ଟିଜୀ, ମୋତେ ମାଫ କରିଦିଅନ୍ତୁ, ମୁଁ ମଜବୁର ଅଛି। ମୁଁ ଏଠାରେ ନ ରହିବି। ଆପଣ ବେଫିକ୍ରେ ରୁହନ୍ତୁ, ମୁଁ ମୋ ମା ବାପାଙ୍କୁ କିଛି ନ କହିବି, ସବୁକିଛି ହ୍ୟାଣ୍ଡେଲ କରିନେବି। ବାସ୍ ଆପଣ ମୋତେ ଏହି ଘରେ ରହିବାକୁ ନ କହନ୍ତୁ। କିନ୍ତୁ ସୁମନ, ମୋତେ କହ ତ ସତ୍ୟ, ଆଖିରେ ଏପରି କ'ଣ ହେଲା? ମୁଁ ସତ୍ୟ ଜାଣିବାକୁ ଚାହୁଁଛି। ସୁମନ, ତୁମେ ମୋତେ ପ୍ରତିଶ୍ରୁତି ଦେଇଥିଲ ଯେ ତୁମେ ଅରବିନ୍ଦର ସତ୍ୟତା ମୋତେ ଜରୁର କହିବ। ଆଣ୍ଟି, ଅରବିନ୍ଦ ବିଷୟରେ ମୁଁ କିଛି କହିପାରିବି ନାହିଁ। ଯଦି ମୁଁ ଅରବିନ୍ଦ ବିଷୟରେ କହିବି, ତାହାହେଲେ ସେ ମୋତେ ଜାନ୍ଦାରୀ ମାରିଦେବ। ମୋର ନିଜ ଜାନର ପରବାହ ନାହିଁ, କିନ୍ତୁ ଅରବିନ୍ଦ ମୋ ଭାଇମାନଙ୍କୁ ମଧ୍ୟ ଛାଡ଼ିବ ନାହିଁ। ଦୟାକରି ମୋତେ ଯିବାକୁ ଦିଅନ୍ତୁ। ତାର ଆଖିରେ ବିନତିର ଏପରି କରୁଣ ଭାବ ଥିଲା ଯେ ମୁଁ ତାକୁ ରୋକିପାରିଲି ନାହିଁ। ସୁମନ ଚାଲିଗଲା। ମୁଁ ଅପେକ୍ଷା କରୁଥିଲି ଯେ ଏବେ କିଛି ହିଁ ଦେର ମଧ୍ୟରେ ସୁମନର ମା ବାପାର ଫୋନ୍ ଆସିବାକୁ ଯାଉଛି, କିନ୍ତୁ ଏପରି କିଛି ମଧ୍ୟ ହେଲା ନାହିଁ। ହୁଏତ ସୁମନ ନିଜ ମାତାପିତାଙ୍କୁ କିଛି କହିନଥିଲା। ଅରବିନ୍ଦର 3ଟି ପତ୍ନୀଙ୍କ ମଧ୍ୟରୁ 2 ଜଣ ତ ଦ୍ୱିତୀୟ ଦିନ ହିଁ ତଲାକର ମାଗଣା କରିଦେଇଥିଲେ, କିନ୍ତୁ ସୁମନ ଏପରି କିଛି ମଧ୍ୟ କରିନଥିଲା। ଏହାର ଅର୍ଥ ଥିଲା ସୁମନ ଏବେ ମଧ୍ୟ ମୋ ପୁଅର ପତ୍ନୀ ଥିଲା। ମୁଁ ସୋଚିଲି ଯେ ଏବେ ମୁଁ ଅରବିନ୍ଦର ଚେକ୍ଅପ୍ କରି ହିଁ ରହିବି। ନିଜ ହୋସ ହବାସରେ ତ ଅରବିନ୍ଦ ଏପରି କେବେ ମଧ୍ୟ ନ କରିବା ଦେବ। ଏଥିପାଇଁ ଏକଦିନ ମୁଁ ଅରବିନ୍ଦର
ଓଡ଼ିଆ ଭାଷାରେ ଆପଣଙ୍କ ଦ୍ୱାରା ଦିଆଯାଇଥିବା